ଯାଉ ମୋ ସାଙ୍ଗ ମୋ ଲାଗିଛି ପୁରା ହେଲା ଆମ ଲାଇଫ୍ ନା ଡ୍ରାଇଭର ଲାଇଫ୍ ଟେନସନ୍ ନାହିଁ ମାନେ ଗୋଟେ ଦେଖ ବିଶ୍ୱାସ କରୁନି ଗୋଟେ ଡ୍ରାଇଭର ଭିତରେ ଥିଲେ ବି এই যে কাটা আউট করছে না সেখানে হাত মারছেন যে কোন ড্রাইভর অଛନ୍ତି হাত মারନ୍ତି କୋଉ ଡ୍ରାଇଭର ଅଛନ୍ତି ହାତ ମାରନ୍ତିନି କିନ୍ତୁ ଭଲ ସବୁ ଡ୍ରାଇଭର ମୋ ହିସାବରେ ବହୁତ ବଢ଼ିଆ। ଏ ଜାଗା ନାଁ କ'ଣ ଭାଇ? ପଦମପୁର ଟୁଲ୍ ଗେଟ୍ ବାହାରେ ହେଇକି ଆମେ ଠିଆ ହେଇଛୁ ପୁରା ଯାଉଛୁ ଲୋଡ୍ କରିବା ପାଇଁ ଭାତ ହେଇଯାଇଛି ତରକାରୀ ଖାଇମୁ ରାତି 12ଟା କେତେ ହେଇଗଲାଣି ଟାଇମ୍ ବି ତାଙ୍କ ଟିକେ ହଳଦୀ ଦିଅ ଲୁଣ ପକେଇବା ଟିକେ ହଳଦୀ ଗୁଣ୍ଡ ଏପଟେ ଦେବୁ ତମେ ଭାବୁଥିବ ଆମେ ଗାଡ଼ି ଫାଡ଼ି ଚଲେଇ ଘରେ ଗନେ ରୋଷେଇବାସ କରିପାରିବୁନି ସବୁ ପୁରା କହୁଛୁ ବାହା ହେଇଗନେ ମାଇକୁ ପୁରା ରାଣୀ କରି ରଖିମୁ ରାଣୀ ଯଦି ନ ରଖିମୁ ତାର ଲାଇସେନ୍ସ କ୍ୟାନସଲ କରାହବ ଭାଙ୍ଗି ଦିଆହବ ମୁଡ଼ିକି। ଇଏ ଯୋଉ ତାଙ୍କର ପରି ତାଙ୍କ ଘରକୁ ବି ଆସିନି ତାଙ୍କୁ ପରି ଭଳିଆ ରଖିବେ ଏଇଟା ତ କଲ ଏବେ ଦେଖ ଏବେ ଅଦା ପକେଇବା ଫାଷ୍ଟ ରସୁଣ ପକେଇବା ହେଲା ଅଦା ନିଏ ସରି ରସୁଣ ଆଉ ଲଙ୍କା କାଟିକି ରଖିଦେବୁ ପିଆଜ ବି ପକେଇବନି ଫାଷ୍ଟ ହେଲା ଆମେ କ'ଣ କରୁଛୁ ଖାଲି ଦେଖ ଏଇଭଳିଆ ବନେଇ ଖାଇବ ଘରେ ହେଲା ଭଲ ଲାଗିବ ବହୁତ ବଢ଼ିଆ ଲାଗିବ। ଯାହା ହଉ ପକେଇବା ନା ପିଆଜ ପକେଇବା ନା ଦେଇ ମାନେ ବାହା ହେନେ ମାଇକୁ ନେଇ ଆସିବା ହେଲା ଗାଡ଼ିକି ଆଣିକି ମାନେ ତୁ ରୋଷେଇ କର ଆମେ ମାନେ ବାହା ହେନେ ମାଇକୁ ଘରେ କେହି ରଖିବା ଗାଡ଼ି ରଖିବା ହେଲା ରୋଷେଇ କର ଆମେ ଖାଇବୁ ଇନକମ୍ କରିବା ଭଲ ଇନକମ୍ କରିବା ମାଇକୁ ବି ଜାଗା ଦେଖିବ ମାଇକୁ କହିବା ଦେଖ ଆମେ ଛାଡ଼ି ଦେଇକି ଆଣି ଆମ ପିଲା ଛୁଆଙ୍କୁ ସ୍ତ୍ରୀ ଫ୍ରି ଘରେ ସେ ଯେଉଁ ଘରେ ରହିଲେ ସେ ଦେଖିବେ ଜାଗା ସବୁ ଜାଗା ଦେଖିବେ ବୁଲିବେ ତାଙ୍କ ମନ ବି ଟିକେ ଫ୍ରି ହେବ ହେଲା ସେମିତି ନିଏ ଯେ ଆସିବ ଆମେ ଘର ତ ନେଇ ଆସିବ ବୁଲେଇ ବାଲେଇ ଟିକେ ନେଇଯିବ ତାଙ୍କ ମନ ବି ଖୁସି ଆମ ମନ ବି ଖୁସି। ଶୀତ ବି ଲାଗୁଛି ଏପଟର ସାଇଡ଼ରେ ପ୍ରବଳ ଜୋର ଶୀତ ଲାଗୁଛି ତଥାପି କ'ଣ କିନ୍ତୁ ଭାଇ 3ଟା ପିନ୍ଧି ଭିତରେ ଗୋଟେ ବେନିୟନ୍ ତାପରେ ଗେଞ୍ଜି ତାପରେ ସୁଇଟର ବାଳୁ ନୁହଁ ସାଙ୍ଗ ବିଶ୍ୱାସ କରିନି ଦେଖ ଖାଲି ଏଇଟା ଖର୍ଚ୍ଚ 300 ଟଙ୍କା ଖର୍ଚ୍ଚ କରି ଖାଲି ବନେଇଛି ଏଇଟା ଖାଲି 300 ଟଙ୍କା ଷ୍ଟାଇଲ୍ ମାରି ମାନେ ଝିଅ ପଢ଼ନେ ବାଳ ନ ପଢ଼ନେ ବାଳ ମାନେ ପରି ଲଭ୍ କର ପରି ଇଜ୍ ଦ ଲାଇଫ୍। ଚଷମାଟା ପିନ୍ଧି ବଢ଼ିଆ ନା ଚଷମା ପିନ୍ଧି ବଢ଼ିଆ ରାତିରେ ବି ସାଙ୍ଗ ବିଶ୍ୱାସ କରିବନି ମୁଁ ଗୋଟେ କଥା କହିବିନି ଆଜିର ମନ ଗୋଟେ ଅଛି ଭାଇମାନେ ଯେଉଁମାନେ ସବୁ ଗାଡ଼ି ଚଲାଉଛ ମୁଁ ଗୋଟେ କଥା କୁହ ଯେଉଁମାନେ ସବୁ ଚଷମା ପିନ୍ଧୁଛ ତମକୁ କେବେ ନିଦ ଆସେ ନା ନିଦ ଆସେ ଚଷମା ସବୁ ପିନ୍ଧିକି ଚଲାଉଛ ଗାଡ଼ି ନିଦ ଆସେ ନା ମୁଁ ଚଷମା ମୋତେ ନିଦ ଆସେନି ବି ଚଷମା ପିନ୍ଧି ପଡ଼ି ମାନେ ନିଦ ଛାଡ଼ିଯିବ ମୋତେ ନା ମୋ ସତ କଥା କହୁଛି ମୁଁ ଚଷମା ପିନ୍ଧିକି ମାନେ ମୋର ନିଦ ଛାଡ଼ିଗଲା ସେ ଇଏ ଚଷମା ହଉ କି ଏଟା ହଉ ଏଇ କଳାଟା ଏଇ ଯେଉଁ ଏଟା ଆଗରୁ ଆଣିଥିଲି ଏଟା ସେ ଯେଉଁ 4069 ଗାଡ଼ି ଥିଲାବେଳେ ଆଜିଟି ଗାଡ଼ି ଢାମରା ମାଲିକ ସେଠୁ ଥିଲାବେଳେ ଏଟା ଆଣିଥିଲି ତାଙ୍କ କତିରେ ସେ ଡ୍ରାଇଭର କତିରେ ଥିଲାବେଳେ ସେ ଡ୍ରାଇଭର ମୋତେ ବହୁତ କିଛି ଶିଖେଇଛନ୍ତି ସିଏ ବି ଭଲ ଭାଇ ସେ ଗୋଟେ ଆମ ଘର ପାଖର ଭାଇ ଗୋଟେ କୋନାଇ ବୋଲି ଗୋଟେ ପିଲାଟା ବହୁତ ବଢ଼ିଆ ଲୋକ ତାକୁ ଅଣ୍ଡା ଫଣ୍ଡା ସବୁ ପକେଇଦେଲେ ଟମାଟୋ ବି ପକେଇ କହିଲାଣି ସବୁ ପକେଇ ଦେଇକି ଏବେ ଆମେ ଘାଣ୍ଟିବା ମୁଁ ବି ଆଉ ଏ ସବୁ ଦେଖ ଏଇଟା ସବୁ ପକେଇଦେଲେ ହେଲା ଏ ଦେଖ ମସଲା ଏଇ ମସଲା ସବୁ ଆମେ ପକେଇଛୁ ହେଲା ଏଇଟା କ'ଣ ଗରମ ମସଲା এটা সাদা মশলা পকাইনি এটা কোন সাঙ্গ পকাউଛୁ ଗୋଟେ ଜିରା ଗରମ ମସଲା ପକାଉଛି এটা ମାଛ এটা ଲଙ୍କା ସବୁ ମସଲା ଅଛି ହେଲା ଘରେ ଯେତିକି ମସଲା ଯେଉଁ ମାଆ ମାନେ ପକେଇକି ରୋଷେଇ କରି ଦିଅନ୍ତି ଛୁଆଙ୍କୁ ଖାଇତେ ସେତିକି ଆମେ ବି ଏଠି ଫାଙ୍କାରେ ଆମେ ସେତିକି ମସଲା ପକେଇ ଖାଉଛୁ ହେଲା କି ତମେ ଯେଉଁ ଫାଙ୍କାରେ ଯେଉଁ ରହୁଛ ଯେଉଁ କେରଲା ଚେନ୍ନାଇ ତାମିଲନାଡୁ ତମେ ସବୁ ଏ ମସଲା ସବୁ କିଣିକି ଆଣିବ ନା ସବୁ ସେଇ ଗୋଟିଏ ମସଲା ହେଲା କିନ୍ତୁ ମେନ୍ଟା ଖାଇବାଟା କିନ୍ତୁ ଆମ ଗାଡ଼ିରେ ନା ମସ୍ତ ହୁଏ ଖାଇବା ପରେ ଆମ ଏଇ ଗାଡ଼ିରେ ଡାଲମା ଖାଇବନି ଗୋଟେ ଡ୍ରାଇଭର ପଚାରି ଭାଇ ଆଉ ଗାଡ଼ିରେ ଡାଲମା ବନଉଛ ନା ସେ କହିବ ଯେ ଡାଲମା ଗାଡ଼ିରେ କେମିତି ହୁଏ ମସ୍ତ ଲାଗେ ସବୁଠୁ ଡାଲମା ସବୁଠୁ ଗାଡ଼ିରେ ଫେମସ୍ ଡ୍ରାଇଭରଙ୍କର ଭାତ ଆଉ ଡାଲମା ପୁରା ଫେମସ୍ ସେମିତି ମଧ୍ୟ ଆଳୁ ଭାଜିକି ଲୁଣ ପକେଇକି ଆଳୁ ଭାଜିକି କାଢ଼ି ଆଣିଛି ତାପରେ ଆଳୁ ବି ପଡ଼ିବ ୟାଦର ଆଳୁ ପକେଇବା ୟାଦର ଏବେ ନୁହେଁ ଏବେ ପକେଇବା ନାହିଁ ଆଉ ଟିକେ ଲେଟ୍ କରି ପକେଇବା ପକେଇବା ନା ହଉ ଆଳୁ ବି ପକେଇଦେଲେ ଯାହା ହଉ ଷ୍ଟାଇଲିଶ ଟୁକା ଏବେ ରୋଷେଇବାସ ସରିଗଲା ଏବେ ଦେଖ ଆମର ଦେଖ ଅଣ୍ଡା ଭୁଜିଆ କରୁଛୁ ଭଲ ଲାଗିବ ଖାଇତେ ବଢ଼ିଆ ଲାଗିବ ବୋଧେ ନିଜେ ବନେଇଛି ନା ଅଲଣା ଆଣିବ ନିଜକୁ ଭଲ ଲାଗିବ ଲୁଣି ଆଣିବି ନିଜକୁ ଭଲ ଲାଗିବ ଆଉ କ'ଣ ଆଗ ଆଣିବି ନିଜକୁ ଭଲ ଲାଗିବ ନିଜେ ବନେଇଛି ଆଉ କ'ଣ ଖାଇବା କଥା ଖାଲି ଚେରା କର ମନି ନିଜେ ପାଗ ହଉ ଯାହା ହଉ ଆମର ବି ଏବେ ଖିଆ ସରିଲା କିନ୍ତୁ ମୋ ସାଙ୍ଗ ସାଙ୍ଗେ ଖାଇକି ଉଠିଗଲା
କହିଲା ମୁଁ ଗାଡି ଟିକେ ଚଲେଇବି। ମୋ ସାଙ୍ଗ ରାତିରେ କିନ୍ତୁ ଖାଇଲା ବେଳେ ଆମେ ଡ୍ରାଇଭର ଲାଇନ ନା, ରାତିରେ ଆମେ ପେଟ ପୁରା କେବେ ଖାଉନା। ସତ କଥା ଭାଇ, ସବୁ ଡ୍ରାଇଭର ହେଇକି ପଚାରୁଥିବ ରାତିରେ ଆମେ କେବେ ପେଟ ପୁରା ଖାଉନା। ମାନେ ମୁଠେ ଖଣ୍ଡେ ଖାଇଦେନୁ ଯେମିତି ଅନ୍ୟ ଦୂର ହବ, ନିଜ ଯେମିତି ଆମକୁ ନ ଆସିବ ସେଇ ପ୍ଲାନ୍ ଆମେ ଅଛୁ। ମନି ତ ପାୱାର, ସବୁ କଥା ତ ମନି ଆଉ। ଖାଇଦେବୁ, ଆମେ 2 ଜଣ ଖାଇତେ ବସିଛୁ, ଖାଇସାରୁ ରାସ୍ତାରେ ବି ଗାଡି ବି ଚାଲିଲାଣି। ଦେଖ 5 ମିନିଟ୍ ହେଇଯାଇଛି, ମୁଁ ବୁଝି ଦିଅ ଏଇଟା ଯୋଉ ଆମେ ଯୋଉ ରୋଷେଇ କରୁନା ଭିତରେ ଗ୍ୟାସ୍ ହେଇଯାଇଛି। ଗ୍ୟାସ୍ ଯୋଉ ରୋଷେଇ କରୁନା କାଚ, ଆମର ମାନେ କାଚଟା ନା ଗ୍ୟାସ୍ ହେଇଯାଇଛି ପୁରା। ଦେଖିପାରୁଥିବେ ରାସ୍ତାରେ କି ଦେଖିପାରୁଥିବେ ପୁରା ବଢିଆ। ହଉ ସାଙ୍ଗମାନେ ମୁଁ ଖାଇସାରେ ମୁଁ ତମ ସାଙ୍ଗରେ କଥା ହେବି। ବହୁତ ପଢୁଛି ମୋ ଲାଇଫ୍ ପଢୁଛି। ମୁଁ ଆହୁରି 60 ବର୍ଷ ଆମ 60 ବର୍ଷ ପର୍ଯ୍ୟନ୍ତ ମୁଁ ଭିଡ଼ିଓ କରି ଚାଲିଥିଲି। ତମେ ଦେଖିବ ଆଉ ଏତିକି କ'ଣ ଟିକେ ସପୋର୍ଟ କରୁଥିବ, ଆଉ କିଛି ନାହିଁ, ଖାଲି ଟିକେ ସପୋର୍ଟ। ଜୟ ଜଗନ୍ନାଥ।